ବୈତରଣୀ ନଈରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭଦ୍ରକ ଯାଜପୁର ଜିଲ୍ଲାର ଅନେକ ଅଞ୍ଚଳ ଏହା ଦ୍ୱାରା ପ୍ରଭାବିତ ହୋଇଛି। ଯେଉଁମାନେ ବିପଜ୍ଜନକ ସ୍ଥାନରେ ଅଛନ୍ତି ତାଙ୍କୁ ସ୍ଥାନାନ୍ତରଣ ନିମନ୍ତେ ଆମର ପ୍ରଶାସନ ତରଫରୁ ବ୍ୟବସ୍ଥା ହେଇଛି। ଗତକାଲି ମୁଁ ଏ ସମ୍ପର୍କରେ ନିଜେ ଉପସ୍ଥିତ ରହିକି ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ପ୍ରଶାସନିକ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲୁ। ଯେଉଁ ସ୍ଥାନ ଗୁଡିକରେ ଘରେ ପାଣି ପଶିଛି, ତାଙ୍କର ଆସବାବ ପତ୍ର ଖରାପ ହେଇଛି, ଘର ନଷ୍ଟ ହେଇଛି, ସେମାନଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ ଏବଂ ଯେଉଁ ଯଦି ଚାଷ ଜମି ନଷ୍ଟ ହେଇଛି ନିଶ୍ଚୟ ଭାବରେ ତାଙ୍କୁ ଇନପୁଟ ସବସିଡି ତୁରନ୍ତ 1 ସପ୍ତାହ ମଧ୍ୟରେ ଯୋଗାଇ ଦିଆଯିବ। ଯେଉଁ ଅଞ୍ଚଳ ଗୁଡିକରେ ଲୋକମାନେ ବନ୍ଧ ଉପରେ ଆସିକି ରହିଛନ୍ତି ସେମାନଙ୍କୁ ତୁରନ୍ତ ପାଲ ଯୋଗାଇ ଦିଆଯାଉଛି, ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି। ବିପୁଳ ପର୍ଯ୍ୟାପ୍ତ ପରିମାଣରେ ଆମ ପାଖରେ ସାପ କାମୁଡା ଇଞ୍ଜେକ୍ସନ ରହିଛି, ଗୋଖାଦ୍ୟ ମଧ୍ୟ ସେମାନଙ୍କୁ ପ୍ରଦାନ କରାଯାଉଛି। ତେଣୁ ନିଶ୍ଚିତ ଭାବରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଇଛି, କିନ୍ତୁ ଏହାକୁ ଜିରୋ କ୍ୟାଜୁଆଲିଟି ନ୍ୟାୟରେ ମୁକାବିଲା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ଧନ୍ୟବାଦ।